ଶ୍ରୀମଦ୍ ଭାଗବତ ଗୀତା ତୃତୀୟ ଅଧ୍ୟାୟ 27ତମ ଶ୍ଲୋକ ସମ୍ବନ୍ଧରେ କୁହାଯାଇଛି, ଦୁଇଟି ଶ୍ଲୋକରେ ଲୋକ କଲ୍ୟାଣକୁ ଲକ୍ଷ୍ୟ କଲେ। ଭଗବାନ ଜ୍ଞାନୀମାନଙ୍କୁ ଶାସ୍ତ୍ର ବିହିତ କର୍ମ କରିବାର ପ୍ରେରଣା ଦେଲେ। ବର୍ତ୍ତମାନ ପରବର୍ତ୍ତୀ ଦୁଇଟି ଶ୍ଲୋକରେ କର୍ମାସକ୍ତ ଲୋକମାନଙ୍କ ଅପେକ୍ଷା ସାଂଖ୍ୟ ଯୋଗୀଙ୍କ ବିଶେଷତା ପ୍ରତିପାଦନ କରୁଛନ୍ତି। ଏହି ଶ୍ଲୋକର ଭାବାର୍ଥ ହେଲା, ବସ୍ତୁତଃ ସମସ୍ତ କର୍ମ ସବୁ ପ୍ରକାରେ ପ୍ରକୃତିର ଗୁଣମାନଙ୍କ ଦ୍ୱାରା କରାଯାଉଥାଏ। ତଥାପି ଯାହାର ଅନ୍ତଃକରଣ ଅହଙ୍କାର ଦ୍ୱାରା ମୋହିତ ହୋଇ ରହିଥାଏ, ସେହି ଅଜ୍ଞାନୀ ମୁଁ ହିଁ କର୍ତ୍ତା ଅଟେ ବୋଲି ମନେ କରେ। ପ୍ରଶ୍ନ, ସମସ୍ତ କର୍ମ ସବୁ ପ୍ରକାରେ ପ୍ରକୃତିର ଗୁଣମାନଙ୍କ ଦ୍ୱାରା କରାଯାଇଥାଏ, ଏହି କଥାର ଅଭିପ୍ରାୟ କ'ଣ? ଏହାର ଉତ୍ତର ହେଲା, ପ୍ରକୃତିରେ ଉତ୍ପନ୍ନ ସତ୍ତ୍ୱ ରଜ ଓ ତମ ଏହି ତିନି ଗୁଣ ହିଁ ବୁଦ୍ଧି, ଅହଙ୍କାର, ମନ ଓ ଆକାଶ ଆଦି ସୂକ୍ଷ୍ମ ପଞ୍ଚମହାଭୂତ, ସୂତ୍ରାଦି 10 ଇନ୍ଦ୍ରିୟ ଓ ଶବ୍ଦାଦି ପଞ୍ଚ ବିଷୟ ଏପରି 23 ତତ୍ତ୍ୱରେ ପରିଣତ ହୋଇଛି। ଏ ସମସ୍ତେ ହେଉଛନ୍ତି ପ୍ରକୃତିର ଗୁଣ। ଏଥିମଧ୍ୟରୁ ବିଷୟ ଗ୍ରହଣ କରିବା ଅନ୍ତଃକରଣ ଓ ଇନ୍ଦ୍ରିୟର କୌଣସି ବିଷୟରେ ସ୍ଥିର ନିର୍ଣ୍ଣୟ କରିବା ବୁଦ୍ଧିର, କୌଣସି ବିଷୟର ଚିନ୍ତନ କରିବା ମନର, ଶବ୍ଦ ଶୁଣିବା କାନର, ବସ୍ତୁକୁ ସ୍ପର୍ଶ କରିବା ଚର୍ମର, ରୂପ ଦେଖିବା ଆଖିର, ରସ ଆସ୍ୱାଦନ କରିବା ଜିହ୍ୱାର, ଗନ୍ଧ ଶୁଙ୍ଘିବା ନାସିକାର, ଶବ୍ଦ ଉଚ୍ଚାରଣ କରିବା ବାଣୀର, ବସ୍ତୁକୁ ଗ୍ରହଣ କରିବା ହାତର, ଗମନ କରିବା ପାଦର, ମଳମୂତ୍ର ତ୍ୟାଗ କରିବା ମଳଦ୍ୱାର ଓ ମୂତ୍ରେନ୍ଦ୍ରିୟର କର୍ମ। ତେଣୁ ଉପରୋକ୍ତ ବାକ୍ୟରେ ଭଗବାନ ସୂଚାଇ ଦେଇଛନ୍ତି ଯେ ସଂସାରରେ ଯେଉଁ ପ୍ରକାର ଏବଂ ଯାହା କିଛି କ୍ରିୟା ହେଉଛି, ସେହି ସମସ୍ତ କ୍ରିୟା ଉପରୋକ୍ତ ଗୁଣମାନଙ୍କ ଦ୍ୱାରା ହିଁ କରାଯାଏ। ନିର୍ଗୁଣ ନିରାକାର ଆତ୍ମାର ଏମାନଙ୍କ ସହିତ ବସ୍ତୁତ କୌଣସି ସମ୍ବନ୍ଧ ନାହିଁ। ପ୍ରଶ୍ନ, ଅହଙ୍କାର ବିମୂଢ଼ାତ୍ମା କେଉଁ ମନୁଷ୍ୟର ବାଚକ? ଏହାର ଉତ୍ତର ହେଲା, ପ୍ରକୃତିର କାର୍ଯ୍ୟରୂପକ ଉପରୋକ୍ତ ବୁଦ୍ଧି, ଅହଙ୍କାର, ମନ, ମହାଭୂତ, ଇନ୍ଦ୍ରିୟ ଓ ସେମାନଙ୍କର ବିଷୟ, ଏହି 23ଟି ତତ୍ତ୍ୱର ସଂଘାତ ରୂପୀ ଶରୀରରେ ଯେଉଁ ଅହଂଭାବ ରହିଛି, ସେଥିରେ ଯେଉଁ ଦୃଢ଼ ଆତ୍ମଭାବ ରହିଛି, ତାହାର ନାମ ଅହଙ୍କାର। ଏହି ଅନାଦିସିଦ୍ଧ ଅହଙ୍କାରର ସମ୍ବନ୍ଧ ଦ୍ୱାରା ଯାହାର ଅନ୍ତଃକରଣ ଅତ୍ୟନ୍ତ ମୋହିତ ହୋଇଯାଇଛି, ଯାହାର ବିବେକ ଶକ୍ତି ଲୁପ୍ତ ହୋଇଯାଇଛି ଏବଂ ଏହି କାରଣରୁ ଯେ ଆତ୍ମା ଅନାତ୍ମ ବସ୍ତୁର ଯଥାର୍ଥ ବିବେଚନ କରି ନିଜକୁ ଶରୀର ଠାରୁ ଭିନ୍ନ ଏକ ଶୁଦ୍ଧ ଆତ୍ମାର ବା ପରମାତ୍ମାଙ୍କ ସନାତନ ଅଂଶ ବୋଲି ବୁଝେ ନାହିଁ, ଅହଙ୍କାର ବିମୂଢ଼ାତ୍ମା ପଦ ହେଉଛି ସେପରି ଅଜ୍ଞାନୀ ମନୁଷ୍ୟର ବାଚକ। ତେଣୁ ବୁଝିବା ଉଚିତ ଯେ ଅହଙ୍କାର ବିମୂଢ଼ାତ୍ମା ପଦଟି ଆସକ୍ତି ରହିତ ବିବେକଶୀଳ କର୍ମ ଯୋଗ ସାଧନ କରୁଥିବା ସାଧକଙ୍କ ବାଚକ ନୁହେଁ, କାରଣ ତାଙ୍କର ଅନ୍ତଃକରଣ ଅହଙ୍କାର ଦ୍ୱାରା ମୋହିତ ହୋଇନଥାଏ, ବରଂ ସେ ଅହଙ୍କାର ବିନାଶ କରିବା ଚେଷ୍ଟାରେ ଲାଗି ରହିଥାନ୍ତି। ଏଠାରେ ପ୍ରଶ୍ନ ଆସୁଛି, ଉପରୋକ୍ତ ଅଜ୍ଞାନୀ ମନୁଷ୍ୟ ମୁଁ କର୍ତ୍ତା ବୋଲି ମନେ କରେ, ଏପରି କଥନର ଭାବ କ'ଣ? ଏହାର ଉତ୍ତର ହେଲା, ଏହି କଥା ଦ୍ୱାରା ଦେଖା ଦିଆଯାଇଛି ଯେ ପ୍ରକୃତରେ ଆତ୍ମାର କର୍ମ ସହିତ କୌଣସି ସମ୍ବନ୍ଧ ନଥିଲେ ମଧ୍ୟ ଅଜ୍ଞାନୀ ମନୁଷ୍ୟ 23 ତତ୍ତ୍ୱର ଏହି ସଂଘାତ ପ୍ରତି ଅର୍ଥାତ୍ ଦେହ ପ୍ରତି ଆତ୍ମଭିମାନ କରି ତାହା ଦ୍ୱାରା କରାଯାଉଥିବା କର୍ମରେ ନିଜର ସମ୍ବନ୍ଧ ସ୍ଥାପନା କରେ ଓ ନିଜକୁ ସେହି କର୍ମର କର୍ତ୍ତା ବୋଲି ମନେ କରେ। ଅର୍ଥାତ୍ ମୁଁ ନିଶ୍ଚୟ କରୁଛି, ମୁଁ ସଂକଳ୍ପ କରୁଛି, ମୁଁ ଶୁଣୁଛି, ମୁଁ ଦେଖୁଛି, ମୁଁ ଖାଉଛି, ପିଉଛି, ଶୋଉଛି, ଚାଲୁଛି ଇତ୍ୟାଦି ଭାବି ସକଳ ପ୍ରକାର କର୍ମ ନିଜ ଦ୍ୱାରା କରାଯାଉଛି ବୋଲି ମନେ କରେ। ତେଣୁ ସେ କର୍ମରେ ବାନ୍ଧି ହୋଇଯାଏ ଏବଂ ତାକୁ ସେହି କର୍ମର ଫଳ ଭୋଗ କରିବାକୁ ବାରମ୍ବାର ଜନ୍ମ ମୃତ୍ୟୁ ରୂପକ ସଂସାର ଚକ୍ରରେ ଘୂରିବାକୁ ପଡ଼େ। 28ତମ ଶ୍ଲୋକର ବ୍ୟାଖ୍ୟା ଏମିତି କରାଯାଇଛି, କିନ୍ତୁ ହେ ମହାବାହୁ, ଗୁଣ ବିଭାଗ
ଓ କର୍ମ ବିଭାଗର ତତ୍ତ୍ୱ ଜାଣିଥିବା ଜ୍ଞାନୀ ଯୋଗୀ ଗୁଣୀମାନେ ହିଁ ଗୁଣମାନଙ୍କରେ ପ୍ରବୃତ୍ତ ହୁଅନ୍ତି ବୋଲି ବୁଝି ସେଥିରେ ଆସକ୍ତ ହୁଅନ୍ତି ନାହିଁ। ଏଠାରେ ପ୍ରାରମ୍ଭିକ ପ୍ରଶ୍ନ ଆସୁଛି, ତୁ ପଦ ପ୍ରୟୋଗର ଅଭିପ୍ରାୟ କ'ଣ? ଏହାର ଉତ୍ତର ହେଲା 27 ଶ୍ଲୋକରେ ବର୍ଣ୍ଣିତ ଅଜ୍ଞାନୀର ସ୍ଥିତିଠାରୁ ଜ୍ଞାନ ଯୋଗୀଙ୍କ ସ୍ଥିତି ଅତ୍ୟନ୍ତ ଭିନ୍ନ। ଏହା ଦେଖାଇବା ପାଇଁ ତୁ ପଦ ପ୍ରୟୋଗ କରାଯାଇଛି। ପ୍ରଶ୍ନ, ଗୁଣ ବିଭାଗ ଓ କର୍ମ ବିଭାଗ କ'ଣ ତଥା ସେହି ଦୁଇ ବିଭାଗର ତତ୍ତ୍ୱ ଜାଣିବା କହିଲେ କ'ଣ ବୁଝାଏ? ଏହାର ଉତ୍ତର ହେଲା ସତ୍ତ୍ୱ, ରଜ ଓ ତମ ଏହି ତିନି ଗୁଣର କାର୍ଯ୍ୟରୂପୀ ଯେଉଁ 23ଟି ତତ୍ତ୍ୱ ରହିଛି, ଯେଉଁମାନଙ୍କ ବର୍ଣ୍ଣନା ପୂର୍ବ ଶ୍ଲୋକରେ ବ୍ୟାଖ୍ୟାରେ କରାଯାଇଛି, ସେହି 23 ତତ୍ତ୍ୱ ସମୁଦାୟ ହିଁ ଗୁଣ ବିଭାଗ। ସ୍ମରଣ ରଖିବା ଉଚିତ ଯେ ଅନ୍ତଃକରଣରେ ଯେଉଁ ସାତ୍ୱିକ, ରଜସ ଓ ତାମସ ଭାବ ରହିଛି, ଯେଉଁମାନଙ୍କ ସମ୍ବନ୍ଧରୁ କର୍ମ ସାତ୍ୱିକ, ରାଜସ ଓ ତାମସ ଏପରି ତିନି ପ୍ରକାର ବୋଲି ସ୍ୱୀକାର କରାଯାଏ ଏବଂ ଯାହାର ସମ୍ବନ୍ଧ ଦ୍ୱାରା ଅମୁକ ମନୁଷ୍ୟ ସାତ୍ୱିକ, ଅମୁକ ରାଜସ ଓ ଅମୁକ ତାମସ ବୋଲି କୁହାଯାଇଥାଏ, ସେହି ଗୁଣ ବୃତ୍ତିଗୁଡ଼ିକ ମଧ୍ୟ ଗୁଣ ବିଭାଗର ଅନ୍ତର୍ଗତ। ଉକ୍ତ ଗୁଣ ବିଭାଗରେ ଯେଉଁ ଭିନ୍ନ ଭିନ୍ନ କ୍ରିୟା କରାଯାଏ, ଯେଉଁମାନଙ୍କ ବର୍ଣ୍ଣନା ପୂର୍ବ ଶ୍ଲୋକରେ ବ୍ୟାଖ୍ୟାରେ କରାଯାଇ ସାରିଛି, ଯେଉଁ କ୍ରିୟାମାନଙ୍କରେ କର୍ତ୍ତୃତ୍ୱାଭିମାନ ଓ ଆସକ୍ତି ହେବାକୁ ମନୁଷ୍ୟର ବନ୍ଧନ ହୁଏ, ସେହି କ୍ରିୟା ସମୂହ ହିଁ କର୍ମ ବିଭାଗ। ଏହି ଗୁଣ ବିଭାଗ ଓ କର୍ମ ବିଭାଗ ପ୍ରକୃତିରେ ହିଁ ବିସ୍ତାର ଅଟେ। ତେଣୁ ଏସବୁ ଜଡ଼, କ୍ଷଣିକ, ନାଶବାନ ଓ ବିକାରଶୀଳ। ଏସବୁ ମାୟାମୟ। ପ୍ରକୃତରେ କିଛି ନଥିଲେ ମଧ୍ୟ ଏସବୁ ସ୍ୱପ୍ନ ପରି ପ୍ରତୀତ ହେଉଥାନ୍ତି ଏବଂ ଏହି ଗୁଣ ବିଭାଗ ଓ କର୍ମ ବିଭାଗ ଠାରୁ ଆତ୍ମା ସର୍ବଥା ପୃଥକ। ଆତ୍ମାର ଏମାନଙ୍କ ସହିତ କୌଣସି ସମ୍ବନ୍ଧ ନାହିଁ। ଆତ୍ମା ସର୍ବଥା ନିର୍ଗୁଣ, ନିରାକାର, ନିର୍ବିକାର, ନିତ୍ୟ, ଶୁଦ୍ଧ, ମୁକ୍ତ ଓ ଜ୍ଞାନ ସ୍ୱରୂପ। ଏହି ତତ୍ତ୍ୱକୁ ଭଲ ରୂପେ ବୁଝିନେବା ହିଁ ଗୁଣ ବିଭାଗ ଓ କର୍ମ ବିଭାଗର ତତ୍ତ୍ୱ ଜାଣିବା। ଏଠାରେ ଅନ୍ତିମ ପ୍ରଶ୍ନ ଆସୁଛି, ଗୁଣ ବିଭାଗ ଓ କର୍ମ ବିଭାଗର ସତ୍ତ୍ୱକୁ ଜାଣିଥିବା ଜ୍ଞାନ ଯୋଗୀ ଗୁଣୀମାନେ ହିଁ ଗୁଣମାନଙ୍କରେ ପ୍ରବୃତ୍ତ ହୁଅନ୍ତି ବୋଲି ବୁଝି ସେଥିରେ ଆସକ୍ତ ହୁଅନ୍ତି ନାହିଁ। ଏହି ବାକ୍ୟର ଭାବ କ'ଣ? ଏହାର ଉତ୍ତର ହେଲା, ଏଠାରେ ଦେଖା ଦିଆଯାଇଛି ଯେ ଉପରୋକ୍ତ ପ୍ରକାରେ ଗୁଣ ବିଭାଗ ଓ କର୍ମ ବିଭାଗର ତତ୍ତ୍ୱ ଜାଣିଥିବା ସଂଖ୍ୟା ଯୋଗୀ ମନ, ବୁଦ୍ଧି, ଇନ୍ଦ୍ରିୟ ଓ ଶରୀର ଦ୍ୱାରା ହେଉଥିବା ପ୍ରତ୍ୟେକ କ୍ରିୟାରୁ ବୁଝନ୍ତି ଯେ ଗୁଣମାନଙ୍କର କାର୍ଯ୍ୟରୂପକ ମନ, ବୁଦ୍ଧି ଓ ଇନ୍ଦ୍ରିୟ ଆଦି କରଣ ହିଁ ଗୁଣମାନଙ୍କ କାର୍ଯ୍ୟରୂପକ ନିଜ ନିଜ ବିଷୟରେ ପ୍ରବୃତ୍ତ ହେଉଛନ୍ତି। ତାଙ୍କର ସେଥିରେ କିଛି ସମ୍ବନ୍ଧ ନାହିଁ। ତେଣୁ ସେ କୌଣସି କର୍ମରେ ବା କର୍ମଫଳ ରୂପକ ଭୋଗରେ ଆସକ୍ତ ହୁଅନ୍ତି ନାହିଁ। ଅର୍ଥାତ୍ କୌଣସି କର୍ମ ସହିତ ବା ତାହାର ଫଳ ସହିତ ନିଜର କୌଣସି ପ୍ରକାର ସମ୍ବନ୍ଧ ସ୍ଥାପନ କରନ୍ତି ନାହିଁ। ସେ ସବୁଗୁଡ଼ିକୁ ଜଡ଼, ଅନିତ୍ୟ, ବିକାରୀ ଓ ନାଶବାନ ବୋଲି ମାନନ୍ତି ତଥା ନିଜକୁ ସଦାସର୍ବଦା ନିତ୍ୟ, ଶୁଦ୍ଧ, ବୁଦ୍ଧ, ନିର୍ବିକାର, ଅକର୍ତ୍ତା ଓ ସର୍ବଥା ଅସଙ୍ଗ ବୋଲି ବୁଝନ୍ତି। ପଞ୍ଚମ ଅଧ୍ୟାୟର 8ମ ଓ 9ମ ଶ୍ଲୋକରେ ଏବଂ ଚତୁର୍ଦ୍ଦଶ ଅଧ୍ୟାୟର 19 ଶ୍ଲୋକରେ ମଧ୍ୟ ଏହା କୁହାଯାଇଛି। 29ତମ ଶ୍ଲୋକ ସମ୍ବନ୍ଧରେ କୁହାଯାଇଛି, ଏପରି ଭାବରେ କର୍ମାସକ୍ତ ମନୁଷ୍ୟର ସ୍ଥିତି ଓ ସାଂଖ୍ୟ ଯୋଗୀଙ୍କ ସ୍ଥିତି ମଧ୍ୟରେ ରହିଥିବା ପ୍ରଭେଦ ଦେଖାଇଲେ ଭଗବାନ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ଆତ୍ମତତ୍ତ୍ୱ ବୁଝିଥିବା ମହାପୁରୁଷଙ୍କୁ ପ୍ରେରଣା ଦେଉଛନ୍ତି ଯେ ସେ କର୍ମାସକ୍ତ ଅଜ୍ଞାନୀ ମନୁଷ୍ୟମାନଙ୍କୁ ବିଚଳିତ କରନ୍ତୁ ନାହିଁ। ଏହି ଶ୍ଲୋକର ଭାବାର୍ଥ ହେଲା, ପ୍ରକୃତିର ଗୁଣମାନଙ୍କ ଦ୍ୱାରା ଅତ୍ୟନ୍ତ ମୋହିତ ହୋଇଥିବା ମନୁଷ୍ୟମାନେ ଗୁଣମାନଙ୍କରେ ଓ କର୍ମମାନଙ୍କରେ ଆସକ୍ତ ରହନ୍ତି।
ପୂର୍ଣ୍ଣ ଭାବରେ ବୁଝି ନଥିବା ସେହି ମନ୍ଦ ବୁଦ୍ଧି ଅଜ୍ଞାନୀମାନଙ୍କୁ ପୂର୍ଣ୍ଣ ଭାବରେ ଜାଣିଥିବା ଜ୍ଞାନୀ ବିଚଳିତ କରିବା ଉଚିତ ନୁହେଁ। ପ୍ରଶ୍ନ, ପ୍ରକୃତେ ହେ ଗୁଣ ସମୃଦ୍ଧା ଏହି ବିଶେଷଣ ଦ୍ୱାରା କେଉଁ ଶ୍ରେଣୀର ମନୁଷ୍ୟମାନଙ୍କୁ ଲକ୍ଷ୍ୟ କରାଯାଇଛି? ପୁଣି ସେମାନେ ଗୁଣ ଓ କର୍ମର ଆସକ୍ତି ରହନ୍ତି। ଏହି ବକ୍ତବ୍ୟର ଭାବ କ'ଣ? ଉତ୍ତର ହେଲା 25 ଓ 26 ଶ୍ଲୋକରେ ଯେଉଁ କର୍ମାସକ୍ତ ଅଜ୍ଞାନୀମାନଙ୍କ କଥା କୁହାଯାଇଛି, ଏଠାରେ ପ୍ରକୃତେ ହେ ଗୁଣ ସମୂଢ଼ା ପଦ ଦ୍ୱାରା ସେହି ଇହଲୋକ ଓ ପରଲୋକର ଭୋଗ କାମନାରେ ଶ୍ରଦ୍ଧା ଓ ଆସକ୍ତି ପୂର୍ବକ କର୍ମରେ ଲାଗି ରହିଥିବା ସତ୍ତ୍ୱ ମିଶ୍ରିତ ରଜଗୁଣୀ ସକାମୀ କର୍ମଠ ମନୁଷ୍ୟମାନଙ୍କୁ ଲକ୍ଷ୍ୟ କରି କୁହାଯାଇଛି। କାରଣ ପରମାତ୍ମା ପ୍ରାପ୍ତି ପାଇଁ ସାଧନା କରୁଥିବା ଯେଉଁ ଶୁଦ୍ଧ ସାତ୍ତ୍ୱିକ ମନୁଷ୍ୟମାନେ ଅଛନ୍ତି, ସେମାନେ ପ୍ରକୃତିର ଗୁଣମାନଙ୍କ ଦ୍ୱାରା ମୋହିତ ହୋଇନଥାନ୍ତି ଏବଂ ନିଷିଦ୍ଧ କର୍ମ କରୁଥିବା ଯେଉଁ ତାମସ ମନୁଷ୍ୟମାନେ ଅଛନ୍ତି, ଶାସ୍ତ୍ରରେ ଶ୍ରଦ୍ଧା ନଥିବାରୁ ସେମାନଙ୍କର ବିହିତ କର୍ମରେ ପ୍ରେମ ନଥାଏ, ତେଣୁ ସେମାନେ ବିହିତ କର୍ମ କରନ୍ତି ନାହିଁ। ଏଣୁ ସେହି ତାମସ ପୁରୁଷମାନଙ୍କୁ କର୍ମରୁ ବିଚଳିତ ନ କରିବା ପାଇଁ କହିବାର ପ୍ରଶ୍ନ ହିଁ ଉଠୁନାହିଁ। ବରଂ ଶାସ୍ତ୍ରରେ ସେମାନଙ୍କର ଶ୍ରଦ୍ଧା ଉତ୍ପନ୍ନ କରାଇ ସେମାନଙ୍କ ଦ୍ୱାରା ନିଷିଦ୍ଧ କର୍ମ ତ୍ୟାଗ କରାଇବା ଏବଂ ବିହିତ କର୍ମ କରାଇବା ଆବଶ୍ୟକ। ସେହି ସକାମ ମନୁଷ୍ୟମାନେ ଗୁଣମାନଙ୍କରେ ଓ କର୍ମମାନଙ୍କରେ ଆସକ୍ତି ରହନ୍ତି। ଏହା କହି ଦେଖାଇ ଦିଆଯାଇଛି ଯେ ଗୁଣ ଦ୍ୱାରା ମୋହିତ ହୋଇ ରହୁଥିବାରୁ ସେହି ଲୋକମାନଙ୍କର ପ୍ରକୃତିର ଅତୀତ ସୁଖ ବିଷୟରେ କିଛି ଜ୍ଞାନ ନଥାଏ। ସେମାନେ ସାଂସାରିକ ଭୋଗକୁ ହିଁ ସବୁଠାରୁ ବଳି ସୁଖଦାୟକ ବୋଲି ବୁଝନ୍ତି। ତେଣୁ ସେମାନେ ଗୁଣମାନଙ୍କର କାର୍ଯ୍ୟରୂପୀ ଭୋଗରେ ଏବଂ ସେହି ଭୋଗ ପ୍ରାପ୍ତିର ଉପାୟଭୂତ କର୍ମମାନଙ୍କରେ ଲାଗି ରହନ୍ତି। ସେମାନେ ସେହି ଗୁଣର ବନ୍ଧନରୁ ମୁକ୍ତ ହେବାକୁ ଇଚ୍ଛା ବା ଚେଷ୍ଟା କରନ୍ତି ନାହିଁ। ପ୍ରଶ୍ନ, ତାନ୍ ପଦ ସହିତ ଅକୃଷ୍ଣ ବିଦ୍ୟଃ ଓ ମନ୍ଦାନ୍ ପଦ ଦ୍ୱାରା କେଉଁ ଭାବ ଦେଖା ଦିଆଯାଇଛି? ଉତ୍ତର ହେଲା ଏହି ତିନୋଟି ପଦ ଦ୍ୱାରା ଦେଖାଇ ଦିଆଯାଇଛି ଯେ ଉପରୋକ୍ତ ଶ୍ରେଣୀର ସକାମ ମନୁଷ୍ୟମାନେ ଯଥାର୍ଥ ତତ୍ତ୍ୱ ବୁଝିନଥିଲେ ମଧ୍ୟ ଶାସ୍ତ୍ରୋକ୍ତ କର୍ମରେ ଓ ସେମାନଙ୍କ ଫଳରେ ଶ୍ରଦ୍ଧା ରଖୁଥିବାରୁ ଅନ୍ତତଃ କେତେକାଂଶରେ ବୁଝନ୍ତି। ତେଣୁ ଅଧର୍ମକୁ ଧର୍ମ ଓ ଧର୍ମକୁ ଅଧର୍ମ ବୋଲି ମାନି ମନ ଇଚ୍ଛା ଆଚରଣ କରୁଥିବା ତାମସ ପୁରୁଷମାନଙ୍କଠାରୁ ସେମାନେ ବହୁ ଗୁଣରେ ଭଲ। ସେମାନେ ସର୍ବଥା ବୁଦ୍ଧିହୀନ ନୁହନ୍ତି, ଅଳ୍ପ ବୁଦ୍ଧିଯୁକ୍ତ ଅଟନ୍ତି। ତେଣୁ ସେମାନଙ୍କ କର୍ମର ଫଳ ପରମାତ୍ମା ପ୍ରାପ୍ତି ନ ହୋଇ ନାଶବାନ ଭୋଗର ପ୍ରାପ୍ତି ହିଁ ହୋଇଥାଏ। ପ୍ରଶ୍ନ, କୃଷ୍ଣବିତ୍ ପଦ କାହାର ବାଚକ ଏବଂ ସେ ସେହି ଅଜ୍ଞାନୀମାନଙ୍କୁ ବିଚଳିତ ନ କରନ୍ତୁ ଏପରି କହିବାର ଭାବ କ'ଣ? ଏହାର ଉତ୍ତର ହେଲା ଉପରୋକ୍ତ ପ୍ରକାରେ ଗୁଣ ବିଭାଗ ଓ କର୍ମ ବିଭାଗ ତତ୍ତ୍ୱ ପୂର୍ଣ୍ଣ ଭାବରେ ବୁଝି ପରମାତ୍ମାଙ୍କ ସ୍ୱରୂପ ବିଷୟରେ ପୂର୍ଣ୍ଣ ଭାବରେ ଯଥାର୍ଥ ଜ୍ଞାନ ପାଇଥିବା ଜ୍ଞାନୀ ମହାପୁରୁଷଙ୍କର ବାଚକ ହେଉଛି କୃଷ୍ଣବିତ୍ ଏବଂ ସେ ସେହି ଅଜ୍ଞାନୀମାନଙ୍କୁ ବିଚଳିତ ନ କରନ୍ତୁ ବୋଲି କହି ଭଗବାନ ଦେଖାଇଛନ୍ତି ଯେ କର୍ମରେ ଲାଗି ରହିଥିବା ଅଧିକାରୀ ସକାମ ମନୁଷ୍ୟମାନଙ୍କୁ କର୍ମ ଅତ୍ୟନ୍ତ ପରିଶ୍ରମ ସାଧ୍ୟ କର୍ମରେ କ'ଣ ଅଛି? ଏହି ଜଗତ ମିଥ୍ୟା, କର୍ମ ମାତ୍ରେ ବନ୍ଧନର କାରଣ। ଏପରି ଉପଦେଶ ଦେଇ ଶାସ୍ତ୍ର ବିହିତ କର୍ମରୁ ବିଚ୍ୟୁତ କରିବା ବା ସେଥିରେ ସେମାନଙ୍କର ଶ୍ରଦ୍ଧା ଓ ରୁଚି କମ୍ କରିଦେବା ଉଚିତ ନୁହେଁ। କାରଣ ସେପରି ହେଲେ ସେମାନଙ୍କ ପତନ ସମ୍ଭାବନା ଆସିଯାଏ। ଏଣୁ ଶାସ୍ତ୍ର ବିହିତ କର୍ମରେ କର୍ମକୁ ବିଧାନ କରୁଥିବା ଶାସ୍ତ୍ରରେ ଓ ତାର ଫଳରେ ସେହି ଲୋକଙ୍କ ବିଶ୍ୱାସ ସ୍ଥିର ରଖି ସେମାନଙ୍କୁ ଯଥାର୍ଥ ତତ୍ତ୍ୱ ବୁଝାଇ ଦେବା ଉଚିତ। ତା ସଙ୍ଗେ ସଙ୍ଗେ ସେମାନଙ୍କଠାରୁ ମମତ୍ୱ, ଆସକ୍ତି ଓ ଫଳ ଇଚ୍ଛା ତ୍ୟାଗ କରାଇ ଶ୍ରଦ୍ଧା, ଧୈର୍ଯ୍ୟ, ଉତ୍ସାହପୂର୍ବକ ସାତ୍ତ୍ୱିକ କର୍ମ ବା ସାତ୍ତ୍ୱିକ ତ୍ୟାଗ କରିବାର ରୀତି ବୁଝାଇ ଦେବା ଉଚିତ, ଯାହାଦ୍ୱାରା କି ସେମାନେ ଅନାୟାସରେ ସେହି ତତ୍ତ୍ୱ ଭଲ ଭାବରେ ବୁଝିପାରିବେ।
30ତମ ଶ୍ଲୋକ ସମ୍ବନ୍ଧରେ କୁହାଯାଇଛି। ଅର୍ଜୁନଙ୍କ ପ୍ରାର୍ଥନା ଅନୁସାରେ ଭଗବାନ ତାଙ୍କୁ ଏକ ନିଶ୍ଚିତ କଲ୍ୟାଣକର ସାଧନା ଶିକ୍ଷା ଦେବା ଉଦ୍ଦେଶ୍ୟରେ 4ର୍ଥ ଶ୍ଲୋକରୁ ଆରମ୍ଭ କରି ଏପର୍ଯ୍ୟନ୍ତ ସିଦ୍ଧି କରିଛନ୍ତି ଯେ ମନୁଷ୍ୟ ଯେକୌଣସି ସ୍ଥିତିରେ ଥାଉ ନା କାହିଁକି ସେ ନିଜର ବର୍ଣ୍ଣ, ଆଶ୍ରମ, ସ୍ୱଭାବ ଓ ପରିସ୍ଥିତି ଅନୁରୂପ ବିହିତ କର୍ମରେ ଲାଗି ରହିବା ଉଚିତ। ଏହା ସିଦ୍ଧ କରିବା ନିମନ୍ତେ ପୂର୍ବ ଶ୍ଲୋକ ଗୁଡ଼ିକରେ ଭଗବାନ କ୍ରମାନ୍ୱୟରେ ନିମ୍ନଲିଖିତ କଥା କହିଛନ୍ତି। ପ୍ରଥମେ ହେଲା କର୍ମ ନ କଲେ କେବେ ହେଲେ ନୈଷ୍କର୍ମ୍ୟ ସିଦ୍ଧି ରୂପକ କର୍ମନିଷ୍ଠା ମିଳିପାରିବ ନାହିଁ। ଦ୍ୱିତୀୟଟି ହେଲା କର୍ମ ତ୍ୟାଗ କରିଦେଲେ ଜ୍ଞାନ ନିଷ୍ଠା ସିଦ୍ଧ ହୋଇପାରେ ନାହିଁ। ଗୋଟିଏ କ୍ଷଣ ପାଇଁ ମଧ୍ୟ ମନୁଷ୍ୟ ପୂର୍ଣ୍ଣତଃ କର୍ମ ନ କରି ରହିପାରିବ ନାହିଁ। ଚତୁର୍ଥଟି ହେଲା ଉପରୁ ଉପରୁ କର୍ମ ତ୍ୟାଗ କରିଦେଇ ମନରେ ବିଷୟ ଚିନ୍ତନ କରୁଥିବା ଲୋକ ମିଥ୍ୟାଚାରୀ ଅଟେ। ପଞ୍ଚମଟି ହେଲା ମନ ଓ ଇନ୍ଦ୍ରିୟମାନଙ୍କୁ ବଶ କରି ନିଷ୍କାମ ଭାବରେ କର୍ମ କରୁଥିବା ଲୋକ ଶ୍ରେଷ୍ଠ ଅଟନ୍ତି। ଷଷ୍ଠଟି ହେଲା କର୍ମ ନ କରିବା ଅପେକ୍ଷା କର୍ମ କରିବା ଶ୍ରେୟସ୍କର। ସପ୍ତମଟି ହେଲା କର୍ମ ନ କଲେ କେବେ ହେଲେ ଶରୀର ନିର୍ବାହ ହୋଇପାରିବ ନାହିଁ। ଅଷ୍ଟମଟି ହେଲା ଯଜ୍ଞ ପାଇଁ କରାଯାଉଥିବା କର୍ମ ବନ୍ଧନର କାରଣ ନୁହେଁ ବରଂ ମୁକ୍ତିର କାରଣ। ନବମଟି ହେଲା କର୍ମ କରିବା ନିମନ୍ତେ ପ୍ରଜାପତି ବ୍ରହ୍ମାଙ୍କର ଆଜ୍ଞା ରହିଛି ଏବଂ ନିଃସ୍ୱାର୍ଥ ଭାବରେ ତାହା ପାଳନ କଲେ ନିଶ୍ଚୟ ଶ୍ରେୟ ମିଳେ। ଦଶମଟି ହେଲା କର୍ତ୍ତବ୍ୟ ପାଳନ ନ କରି ଭୋଗ୍ୟ ବସ୍ତୁ ଉପଭୋଗ କରୁଥିବା ଲୋକ ଚୋର ଅଟେ। 11ତମଟି ହେଲା କର୍ତ୍ତବ୍ୟ ପାଳନ କରି ଯଜ୍ଞ ଶେଷରେ ବଳିଥିବା ଅନ୍ନ ଦ୍ୱାରା ଶରୀର ନିର୍ବାହ ପାଇଁ ଭୋଜନ କରୁଥିବା ଲୋକ ସବୁ ପାପରୁ ମୁକ୍ତ ହୋଇଯାଏ। 12 ନମ୍ବର ହେଲା ଯେଉଁମାନେ ଯଜ୍ଞାଦି ନ କରି କେବଳ ଶରୀର ପୋଷଣ ପାଇଁ ଭୋଜନ ରନ୍ଧନ କରନ୍ତି ସେମାନେ ପାପୀ। 13ତମଟି ହେଲା କର୍ତ୍ତବ୍ୟ କର୍ମ ତ୍ୟାଗ ଦ୍ୱାରା ସୃଷ୍ଟି ଚକ୍ରରେ ବାଧା ଜନ୍ମାଉଥିବା ଲୋକର ଜୀବନ ବ୍ୟର୍ଥ ଓ ପାପମୟ। 14 ନମ୍ବର ହେଲା ଅନାସକ୍ତ ଭାବରେ କର୍ମ କଲେ ପରମାତ୍ମା ପ୍ରାପ୍ତି ହୁଏ। 15 ନମ୍ବର ହେଲା ପୂର୍ବ କାଳରେ ଜନକାଦି ମଧ୍ୟ କର୍ମ ଦ୍ୱାରା ସିଦ୍ଧି ପ୍ରାପ୍ତ କରିଥିଲେ। 16 ନମ୍ବର ହେଲା ଅନ୍ୟ ଲୋକମାନେ ଶ୍ରେଷ୍ଠ ମହାପୁରୁଷଙ୍କୁ ଅନୁକରଣ କରନ୍ତି ତେଣୁ ଶ୍ରେଷ୍ଠ ମହାପୁରୁଷ କର୍ମ କରିବା ଉଚିତ। 17 ନମ୍ବର ହେଲା ଭଗବାନଙ୍କର କର୍ତ୍ତବ୍ୟ ବୋଲି କିଛି ନାହିଁ ତଥାପି ସେ ଲୋକ କଲ୍ୟାଣ ପାଇଁ କର୍ମ କରନ୍ତି। 18ଟି ହେଲା ଜ୍ଞାନୀଙ୍କ ପାଇଁ କର୍ତ୍ତବ୍ୟ ବୋଲି ବୁଝି କିଛି ନାହିଁ। 18ଟି ଜ୍ଞାନୀଙ୍କ ପାଇଁ କର୍ତ୍ତବ୍ୟ ବୋଲି କିଛି ନାହିଁ ତଥାପି ଲୋକ ସଂଗ୍ରହ ପାଇଁ ସେ କର୍ମ କରିବା ଉଚିତ। 19 ନମ୍ବରଟି ହେଲା ଜ୍ଞାନୀଙ୍କ ପକ୍ଷରେ ସ୍ୱୟଂ ବିହିତ କର୍ମ ତ୍ୟାଗ କରି ବା କର୍ମ ତ୍ୟାଗର ଉପଦେଶ ଦେଇ ଲୋକଙ୍କୁ କର୍ତ୍ତବ୍ୟ କର୍ମରୁ କୌଣସି ପ୍ରକାର ବିଚଳିତ କରିବା ଉଚିତ ନୁହେଁ ବରଂ ସ୍ୱୟଂ କର୍ମ କରି ଅନ୍ୟମାନଙ୍କୁ କର୍ମ କରିବାକୁ ପ୍ରେରଣା ଦେବା ଉଚିତ। 20 ନମ୍ବର ହେଲା ଜ୍ଞାନୀ ମହାପୁରୁଷ ବିହିତ କର୍ମ ସ୍ୱରୂପତଃ ତ୍ୟାଗ କରିବାର ଉପଦେଶ ଦେଇ କର୍ମାସକ୍ତ ମନୁଷ୍ୟମାନଙ୍କୁ ବିଚଳିତ କରିବା ଉଚିତ ନୁହେଁ। ଏହିପରି ଭାବେ କର୍ମର ଆବଶ୍ୟକ କର୍ତ୍ତବ୍ୟତା ପ୍ରତିପାଦନ କରିବା ପରେ ବର୍ତ୍ତମାନ ଭଗବାନ ଦ୍ୱିତୀୟ ଶ୍ଲୋକରେ ଅର୍ଜୁନ କରିଥିବା ପ୍ରାର୍ଥନା ଅନୁସାରେ ତାଙ୍କୁ ପରମ କଲ୍ୟାଣ ପ୍ରାପ୍ତିର ଐକାନ୍ତିକ ଓ ସର୍ବଶ୍ରେଷ୍ଠ ନିଶ୍ଚିତ ସାଧନ ବିଷୟରେ କହି ଯୁଦ୍ଧ କରିବାକୁ ଆଜ୍ଞା ଦେଉଛନ୍ତି। ଅନ୍ତର୍ଯ୍ୟାମୀ ପରମାତ୍ମାଙ୍କ ଠାରେ ଲାଗି ରହିଥିବା ଚିତ୍ତ ଦ୍ୱାରା ସମସ୍ତ କର୍ମକୁ ମୋ ଠାରେ ଅର୍ପଣ କରି ଆଶା ରହିତ, ମମତା ରହିତ ଓ ସନ୍ତାପ ରହିତ ହୋଇ ଯୁଦ୍ଧ କର। ଏଠାରେ ପ୍ରଶ୍ନ ଆସୁଛି ଆଧ୍ୟାତ୍ମ ଚେତସା ପଦରେ ଚେତସ୍ ଶବ୍ଦ କେଉଁ ଚିତ୍ତର ବାଚକ
ଓ ତାହାଦ୍ୱାରା ସମସ୍ତ କର୍ମ ଭଗବାନଙ୍କୁ ଅର୍ପଣ କରିବାର ଅର୍ଥ କ'ଣ? ଏହାର ଉତ୍ତର ହେଲା ଚେତସ୍ ପଦଟି ହେଉଛି ସର୍ବାନ୍ତର୍ଯ୍ୟାମୀ ପରମେଶ୍ୱରଙ୍କ ଗୁଣ ପ୍ରଭାବ ଓ ସ୍ୱରୂପକୁ ବୁଝି ତାଙ୍କ ଉପରେ ବିଶ୍ୱାସ କରୁଥିବା ଓ ନିରନ୍ତର ସର୍ବତ୍ର ତାଙ୍କ ଚିନ୍ତନ କରି ରହୁଥିବା ଚିତ୍ତର ବାଚକ। ଏପରି ଚିତ୍ତ ଦ୍ୱାରା ଭଗବାନଙ୍କୁ ସର୍ବଶକ୍ତିମାନ, ସର୍ବଧାର, ସର୍ବବ୍ୟାପୀ, ସର୍ବଜ୍ଞ, ସର୍ବେଶ୍ୱର ତଥା ପରମ ପ୍ରାପ୍ୟ, ପରମ ଗତି, ପରମ ହିତୈଷୀ, ପରମ ପ୍ରିୟ, ପରମ ସୁହୃଦ୍ ଓ ପରମ ଦୟାଳୁ ବୋଲି ବୁଝି ନିଜର ଅନ୍ତଃକରଣ ଓ ଇନ୍ଦ୍ରିୟମାନଙ୍କ ସହିତ ଶରୀର ତଥା ତାହାଦ୍ୱାରା କରାଯାଉଥିବା ସମସ୍ତ କର୍ମ ଓ ଜଗତର ସମସ୍ତ ପଦାର୍ଥ ଭଗବାନଙ୍କର ହିଁ ଜାଣି ସେହି ସବୁରେ ମମତ୍ୱ ଆସକ୍ତି ସର୍ବଥା ତ୍ୟାଗ କରିଦେବା ତଥା ମୋର କିଛି କରିବାର ଶକ୍ତି ନାହିଁ, ଭଗବାନ ସବୁ ପ୍ରକାର ଶକ୍ତି ପ୍ରଦାନ କରି ମୋ ଦ୍ୱାରା ନିଜର ଇଚ୍ଛା ଅନୁସାରେ ଯଥାଯୋଗ୍ୟ ସମସ୍ତ କର୍ମ କରାଉଛନ୍ତି, ମୁଁ ତ କେବଳ ନିମିତ୍ତ ମାତ୍ର। ଏପରି ଭାବରେ ନିଜକୁ ସର୍ବଥା ଭଗବାନଙ୍କର ଅଧୀନ ବୋଲି ବୁଝିବା, ଭଗବାନଙ୍କ ଆଜ୍ଞାନୁସାରେ ତାଙ୍କ ପାଇଁ ତାଙ୍କରି ପ୍ରେରଣାରେ ସେ ଯେପରି କରାଉଛନ୍ତି ସେପରି ସକଳ କର୍ମ କାଠ କଣ୍ଢେଇ ପରି କରିବା, ସେହି କର୍ମରେ ବା ତାର ଫଳରେ କୌଣସି ପ୍ରକାର ନିଜର ମାନସିକ ସମ୍ବନ୍ଧ ନ ରଖିବା, ସବୁକିଛି ଭଗବାନଙ୍କ ବୋଲି ବୁଝିବା, ଏସବୁ ହିଁ ଆଧ୍ୟାତ୍ମ ଚିତ୍ତ ଦ୍ୱାରା ସମସ୍ତ କର୍ମ ଭଗବାନଙ୍କୁ ସମର୍ପଣ କରିବା। ଏପରି ଭାବରେ ଭଗବାନଙ୍କ ଠାରେ ସମସ୍ତ କର୍ମ ଅର୍ପଣ କରିଦେବାର କଥା ଦ୍ୱାଦଶ ଅଧ୍ୟାୟର 6ଠ ଶ୍ଲୋକରେ ତଥା ଅଷ୍ଟାଦଶ ଅଧ୍ୟାୟର 57 ଓ 66 ଶ୍ଲୋକରେ କୁହାଯାଇଛି। ପ୍ରଶ୍ନ ଉପରୋକ୍ତ ପ୍ରକାରେ ସମସ୍ତ କର୍ମ ଭଗବାନଙ୍କ ଠାରେ ଅର୍ପଣ କରିଦେବା ପରେ ତ ଆଶା, ମମତ୍ୱ ଓ ସନ୍ତାପ ସ୍ୱତଃ ବିନାଶ ପାଇଯାଏ। ପୁଣି ଏଠାରେ ଆଶା, ମମତ୍ୱ ଓ ସନ୍ତାପ ରହିତ ହୋଇ ଯୁଦ୍ଧ କର ବୋଲି କହିବାର ଭାବ କ'ଣ? ଏହାର ଉତ୍ତର ହେଲା ଭଗବାନଙ୍କ ଠାରେ ଆଧ୍ୟାତ୍ମ ଚିତ୍ତ ଦ୍ୱାରା ସମସ୍ତ କର୍ମ ସମର୍ପଣ କରିଦେବା ପରେ ଆଶା, ମମତ୍ୱ ଓ ସନ୍ତାପ ରହେ ନାହିଁ। ଏହି ଭାବ ସ୍ପଷ୍ଟ କରିବାକୁ ଏଠାରେ ଭଗବାନ ଅର୍ଜୁନଙ୍କୁ ଆଶା, ମମତ୍ୱ ଓ ସନ୍ତାପ ରହିତ ହୋଇ ଯୁଦ୍ଧ କରିବାକୁ କହିଛନ୍ତି। ଭଗବାନଙ୍କ ଅଭିପ୍ରାୟ ହେଉଛି, ତୁମେ ସମସ୍ତ କର୍ମର ଭାର ମୋ ଉପରେ ଛାଡ଼ିଦେଇ ସବୁ ପ୍ରକାର ଆଶା, ମମତା, ରାଗ, ଦ୍ୱେଷ ଓ ହର୍ଷ, ଶୋକ ଆଦି ବିକାରରୁ ରହିତ ହୋଇଯାଅ ଏବଂ ଏପରି ହୋଇ ମୋର ଆଜ୍ଞାନୁସାରେ ଯୁଦ୍ଧ କର। ତେଣୁ ବୁଝିବା ଉଚିତ ଯେ କର୍ମ କରିବା ସମୟରେ ବା ତାହାର ଫଳ ଭୋଗ କରିବା ସମୟରେ ଯେପର୍ଯ୍ୟନ୍ତ ସାଧକଙ୍କର ସେହି କର୍ମରେ ବା ଭୋଗରେ ମମତ୍ୱ, ଆସକ୍ତି ବା କାମନା ରହିଛି ଅଥବା ତାଙ୍କର ଅନ୍ତଃକରଣରେ ରାଗ, ଦ୍ୱେଷ, ହର୍ଷ, ଶୋକ ଆଦି ବିକାର ରହିଛି, ସେ ପର୍ଯ୍ୟନ୍ତ ତାଙ୍କର ସମସ୍ତ କର୍ମ ଭଗବାନଙ୍କୁ ସମର୍ପିତ ହୋଇନାହିଁ।